ସେତେବେଳକୁ ରାତି 11:50। ବାହାରେ ପ୍ରବଳ ବର୍ଷା, ବିଜୁଳି ଘଡ଼ଘଡ଼ି ଶବ୍ଦରେ ପରିବେଶ ଅଶାନ୍ତ। ଅର୍ଜିତ ତା ଲ୍ୟାପଟପରେ କାମ କରୁଥାଏ। ଘରର ବାକି ସବୁ ଲାଇଟ୍ ବନ୍ଦ ଥାଏ। ଅର୍ଜିତ ନିଜେ ଭାବିଲା ଆଉ ଅଧଘଣ୍ଟାଏ ଏଇ ପ୍ରୋଜେକ୍ଟ ସରିଲେ ଶୋଇବି। ହଠାତ୍ ତା ଫୋନ୍ ଭାଇବ୍ରେଟ୍ କଲା। ଗୋଟିଏ ଅନନୋନ୍ ନମ୍ବରରୁ କଲ୍ ଆସିଛି। ଅର୍ଜିତ ଫୋନ୍ ଉଠାଇ କହିଲା, କିଏ? ହ୍ୟାଲୋ। ଆରପଟୁ କୌଣସି ଉତ୍ତର ଆସିଲାନି। ହ୍ୟାଲୋ, ଶୁଭୁଛି? ରଙ୍ଗ ନମ୍ବର କି? ସେପଟୁ ଉତ୍ତର ଆସିଲା, ଅର୍ଜିତ, ବାହାରେ ବହୁତ ବର୍ଷା ହେଉଛି ନା? ଆପଣ କିଏ? ମୋ ନାଁ ଆପଣଙ୍କୁ କିଏ କହିଲା? ସେପଟୁ ଉତ୍ତର ଆସିଲା, ସେସବୁ ଜାଣିବା ଦରକାର ନାହିଁ, କିନ୍ତୁ ଗୋଟିଏ କଥା ଶୁଣ, ରୋଷେଇ ଘର ପଛ କବାଟଟି ଖୋଲା ରହିଯାଇଛି। ତାକୁ ବନ୍ଦ କରିଦିଅ। ସେ ଭିତରକୁ ଆସିବାକୁ ଚେଷ୍ଟା କରୁଛି। ଏତିକି କହି କଲ୍ଟି କଟିଗଲା। ଅର୍ଜିତ ଡରିଗଲା। ସେ ତା ଫୋନ୍ ଟର୍ଚ୍ଚ ଲାଇଟ୍ ଜାଳି ତଳ ମହଲାକୁ ଗଲା। ରୋଷେଇ ଘର ପାଖରେ ପହଞ୍ଚି ଦେଖେ ତ ସତରେ ବାଡ଼ି କବାଟଟି ଖୋଲା ରହିଯାଇଛି ଏବଂ ପବନରେ ହଲୁଛି। ଅର୍ଜିତ ଧୀରେ ଧୀରେ କବାଟ ପାଖକୁ ଗଲା। କିଏ ବାହାରେ କି ଅଛ କି? ସେ ବାହାରକୁ ଟର୍ଚ୍ଚ ପକାଇ ଦେଖିଲା, କିନ୍ତୁ କେହି ନଥାନ୍ତି। ବର୍ଷାରେ କେବଳ ଗଛ ଗୁଡ଼ାକ ହଲୁଥାନ୍ତି। ସେ କବାଟ ବନ୍ଦ କରି ତାଲା ପକାଇଦେଲା। ଅର୍ଜିତ ଉପରକୁ ଆସି ପାଣି ପିଇଲା, କିନ୍ତୁ ତା ହାତ ଥରୁଥାଏ। ପୁଣି ସେଇ ଅନନୋନ୍ ନମ୍ବରରୁ ଫୋନ୍ ଆସିଲା। ଅର୍ଜିତ ଫୋନ୍ ଉଠାଇ, ଶୁଣ, ମୁଁ ପୋଲିସକୁ ଫୋନ୍ କରିବି। କିଏ ତୁମେ? ମୋ ପଛରେ କାହିଁ ପଡ଼ିଛ? ହସି ହସି କହିଲା, ପୋଲିସ ତୁମକୁ ବଞ୍ଚାଇ ପାରିବ, ଯାହା ତୁମେ 5 ବର୍ଷ ପୂର୍ବେ ହାଇୱେରେ କରିଛ। ଅର୍ଜିତ ହାତରୁ କଫି ମଗଟି ଖସି ପଡ଼ି ଭାଙ୍ଗିଗଲା। ତୁମେ ସେ ବିଷୟରେ କିଛି ଜାଣିନ। ସେଟା ଏକ ଦୁର୍ଘଟଣା ଥିଲା। ସେପଟୁ ଉତ୍ତର ଆସିଲା, ଦୁର୍ଘଟଣା ନା ହତ୍ୟା? ତୁମେ ସେଦିନ ଗାଡ଼ି ରଖିପାରିଥାନ୍ତ, କିନ୍ତୁ ତୁମେ ତାକୁ ମରିବା ପାଇଁ ସେଠି ଛାଡ଼ି ପଳେଇଆସିଲ। ମୁଁ କହିଥିଲି କବାଟ ବନ୍ଦ କରିବାକୁ, କିନ୍ତୁ ତୁମେ କବାଟ ବନ୍ଦ କରିବାକୁ ବହୁତ ଡେରି କରିଦେଲ। ସେ ଭିତରକୁ ଆସି ସାରିଛି। କିଏ ଭିତରକୁ ଆସିଛି? କେଉଁଠି ଅଛି? ସେପଟ ଉତ୍ତର ଆସିଲା, ତୁମ ପଛରେ। ଅର୍ଜିତ ପଛକୁ ବୁଲି ଡରି ଡରି ଚାହିଁଲା। ତା ପଲଙ୍କ ଉପରେ କେହି ଜଣେ ବ୍ୟକ୍ତି ବସିଛି। ସେ ସମ୍ପୂର୍ଣ୍ଣ ଓଦା, ତାର ମୁହଁରେ ଏକ କଳା ମୁଖା। ଅର୍ଜିତ ଭୟରେ ଚିତ୍କାର କଲା, କିଏ ତୁମେ? ସେ ବ୍ୟକ୍ତି ଜଣକ ନିଜ ମୁଖା ଖୋଲି ଅର୍ଜିତ ଆଡ଼କୁ ଚାହିଁଲା। ତା ମୁହଁ ଥିଲା ବିକଟାଳ, କିନ୍ତୁ ତା ଆଖି ଥିଲା ସମ୍ପୂର୍ଣ୍ଣ ଧଳା। ହଠାତ୍ ରୁମ୍ର ସବୁ ଲାଇଟ୍ ବନ୍ଦ ହୋଇଗଲା। କେବଳ ଶୁଭିଲା ଅର୍ଜିତର ଚିତ୍କାର। ପରଦିନ ସକାଳେ ପୋଲିସ ଗାଡ଼ି ଘର ବାହାରେ ଛିଡ଼ା ହୋଇଥାଏ। ପଡ଼ୋଶୀମାନେ ଜମା ହୋଇଥାନ୍ତି। ପୋଲିସ ଇନ୍ସପେକ୍ଟର ବାହାରୁ ଆସି କହିଲେ, ସାର୍, ଏଠାରେ ଜଣେ ଯୁବକଙ୍କ ଶବ ମିଳିଛି। ଆତ୍ମହତ୍ୟା ଭଳି ଲାଗୁଛି। ତା ହାତରେ ଥିବା ଛୁରୀରେ ତାର ନିଜର ନୁହେଁ, ବରଂ 5 ବର୍ଷ ତଳେ ମିଳିଥିବା ସ୍ତ୍ରୀର ଫିଙ୍ଗରପ୍ରିଣ୍ଟ ମିଳିଛି।